ମୁଁ ଆପଣ ମାନଙ୍କୁ କହୁଛି ଏ ଯୋଉ ଉପବାସ ଆମେ କରୁଛନ୍ତି ପ୍ରକୃତରେ ଉପରେ ବାସ କରିବା। ଉପରକୁ ଯାଇପାରିବ କି? ଉପରକୁ ଏଇଠି ବସିଛନ୍ତି, ଉପରକୁ କେମିତି ଯିବା? ଆକାଶକୁ ମନ ଆଉ ବୁଦ୍ଧିରେ ଉପରେ ଯାଇକି ବସିବା। ଭଗବାନ କୋଉଠି ରହେ? ଶିବ ବାବା କୋଉଠି ରହେ? ଉପର ବାଲା। ଶିବ ବାବା ହଉଛି ଉପର ବାଲା, ସେ ଉପରେ ରହେ। ଭଗବାନ ଯେତେବେଳେ ଦୀପ ଜଳା ହଉଛି, ମହାଦୀପ କେତେବେଳେ ଉଠିବ? ରାତି 12ଟାରେ। ସେ ଯୋଉ ରାତି 12ଟା କି ଗୋଟେରେ ମହାଦୀପ ଉଠିବ, ଉପରେ ଉଠିବ ନା ତଳକୁ ଉଠିବ? ଦେବେ ଉପରେ ଉଠିବ। ତାହେଲେ ଭଗବାନ ଉପରେ ଅଛି। ଆମେ ଏଠି ଦୀପ ଜଳାଉଛନ୍ତି, ଦୀପଟା ବି ଉପରକୁ ଜଳୁଛି। ସମସ୍ତେ ଶୁଣିବ 10 ମିନିଟରେ ଖତମ, ଯଦି ନ ଶୁଣିବ 5 ମିନିଟରେ ଖତମ। ଆମର ଦୀପ ଉପରକୁ ଜଳୁଛି, ମହାଦୀପ ଉପରକୁ ଉଠୁଛି। ଉପବାସ କହିଲି ଉପରେ ବାସ କରିବା। ଆମେ କେବେ ଏଇଭଳି ବୁଡ଼ିକି ବସି ପାରିବା ନାହିଁ। ତେଣୁ ଆମକୁ ମନ ଆଉ ବୁଦ୍ଧିରେ ଉପରେ ବାସ କରିବା। ପ୍ରକୃତରେ ଉପର ବାଲା ଅଛି। ଉପରେ ସେ ଯୋଉ ଅଛି, ସେ ଆମକୁ ଉପରକୁ ଡାକୁଛି। ଜଣେ ଶରୀର ତ୍ୟାଗ କଲେ, ମୃତ୍ୟୁ ହେଲା, ସେ ଉପରକୁ ଯିବ ନା ନିଚକୁ ଯିବ? ଉପରକୁ ଯିବ। ଆମର ସମ୍ପର୍କ ଉପର ବାଲା ସହିତ, ତାକୁ କୁହାଯାଏ ଭଗବାନ ନିରାକାର ଶିବ ବାବା। ଆମେ ଦେଖୁଛନ୍ତି ଶିବ ଆଗରେ ଗୋଟେ ଶଙ୍କର ପୂଜା ହଉଛି। ଆଜି ମହାଶିବରାତ୍ରି। ଆମେ ଆଜି ଯୋଉ ପୂଜା କରୁଛନ୍ତି, ତା ଉପରେ ଅରଖ ପତ୍ର, ଅରଖ ଫୁଲ, କନିଅର ଫୁଲ, ସବୁ ବିଷାକ୍ତ ଫୁଲ ଦଉଛନ୍ତି। କୌଣସି ଦେବାଦେବୀଙ୍କୁ ଆମେ ବିଷାକ୍ତ ଫୁଲ ଦିଅନ୍ତି ନାହିଁ। ଦୁଦୁରା ଫୁଲ ମଶାଣିରୁ ଆଣିକି ଦୁଦୁରା ଫୁଲ, ଏ ଫୁଲ ଫାଲତୁ ଚିନ୍ତା ଦଉଛନ୍ତି, ଫାଲତୁ ଜିନିଷ ଯୋଉଟା ଅନ୍ୟ ଦେବୀ ଦେବତାଙ୍କର ଦିଆଯାଏ ନାହିଁ। ପ୍ରକୃତରେ ଶିବ କହନ୍ତି ସେ ଗରଳ ପିଇଥିଲେ, କିନ୍ତୁ ସେଇ ଯୋଉ ଶିବ ଗରଳ ପିଇଥିଲେ ତାର ନିର୍ଯାସ କଣ? କିନ୍ତୁ ଦେଖିବେ ଏଠି ଅଧିକାଂଶ ମା ମାନେ ଅଛନ୍ତି। ମା ମାନେ ବହୁତ ଦୁଃଖରେ ଅଛନ୍ତି। ଭଗବାନ ଶିବ ମାନେ ହଉଛି ସେ କଲ୍ୟାଣକାରୀ, ସେ ସୁଖ ଦେବେ। ସେଇ କଥା ଆମର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ରୋଜ ପାଠ ପଢା ହଉଛି। ଭଗବାନ ସେ ପାଠ ପଢଉଛି ଯେ ଆମେ ସମସ୍ତେ ଗୋଟେ ଆତ୍ମା। ପରମପିତା ପରମାତ୍ମା ଶିବ ବାବା, ଆମେ ସମସ୍ତେ ଗୋଟେ ଆତ୍ମା। ସେ ଏଇଠି ଅଛି। ଏ ଦୀପଟା ହଉଛି ଆତ୍ମା। ଦୀପ ଜଳୁଛି ଯୋଉ ଉପରକୁ, ସେ ଆତ୍ମା। ମହାଦୀପ ହଉଛି ପରମାତ୍ମା। ଯୋଉ ମହାଦୀପ ଉଠୁଛି, ବଡ ଦୀପଟେ ଉଠେ, ପରମାତ୍ମା ଉପର ବାଲା। ସେ ଏଇଭଳି ଦେଖାଯାନ୍ତି। ମୁଁ ଗୋଟେ ବେଞ୍ଚ ଲଗେଇଛି, ଚିକ୍ ଚିକ୍ ମାରୁଛି, ଝିଲମିଲ କରୁଛି। ମୁଁ ଏକୁ ବହୁତ ଭଲ ପାଏ। ଭଗବାନ ଇଏ, ମୁଁ ଆପଣମାନଙ୍କୁ ବି ଭଲ ପାଏ, କିନ୍ତୁ ଭଗବାନ ସହିତ ମୋର ସମ୍ପର୍କ ଅଲଗା। ମୁଁ ତାକୁ ରାତିରେ ଉଠିକି ମନେ ପକାଏ। ଆପଣ ଗୋଟେ ରାତି ଉପବାସ ରହୁଛନ୍ତି, ଉପରେ ତ ବାସ କରୁଛନ୍ତି ନାହିଁ ଜଣା ନାହିଁ, କିନ୍ତୁ ପେଟ ଉପବାସ ରହୁଛି। କିନ୍ତୁ ଭଗବାନଙ୍କୁ ଯଦି ଆମେ ରାତିରେ ଉଠିକି ମନେ ପକାଇବା, ଇଏ ହଉଛି ନିରାକାର ଶିବ ବାବା, ଜ୍ୟୋତିର୍ବିନ୍ଦୁ। ମହାଶିବରାତ୍ରି ମାନେ ଏ ରାତ୍ରିରେ ଆମେ ଏମିତି ତପସ୍ୟା କରିବା ଯେ ଭଗବାନ ତାର ତମକୁ ଆପଣମାନଙ୍କୁ ସୁଖ ଶାନ୍ତି ଭରପୁର କରିଦେବ। ଏ ଶରୀର ଏଠି ନଷ୍ଟ ହେଇଯିବ, ଉଡ଼ିଯିବ, ମୁକ୍ତି ଦେଇଯିବେ ଲୋକମାନେ, କିନ୍ତୁ ଏ ଆତ୍ମା ଯୋଉ ଅଛି, ଇଏ ଯାଉତେ ତପସ୍ୟା କରିଛି, ଯେତେ ଭଗବାନଙ୍କୁ ମନେ ପକେଇଛି, ସେଇଆକୁ ନେଇକି ଯିବ। ଏ ଶରୀର କିନ୍ତୁ ଏଇଠି ରହିବ। ପରମପିତା ପରମାତ୍ମା ଶିବ ବାବା এই কথা আসিকি কହୁଛନ୍ତି যে ଆମେ ସମସ୍ତେ ଆତ୍ମା ମାନେ এই କଳି ଯୁଗରୁ ସତ୍ୟ ଯୁଗକୁ ଯିବା। କଳି ଯୁଗ ହେଉଛି କଳା, ସତ୍ୟ ଯୁଗ ହେଉଛି ସୁନାର ଦୁନିଆ। ସେ ସତ୍ୟ ଯୁଗରୁ ଆସୁଛି ଏ କଳି ଅନ୍ଧକାରକୁ ହଟେଇକି ଆମେ ଯିବା ସତ୍ୟ ଯୁଗକୁ। ସମସ୍ତେ ଶୁଣୁଛ, ଜଣେ ଜଣେ ଶୁଣୁନା, କିନ୍ତୁ କିନ୍ତୁ ଯୋଉମାନେ ଶୁଣୁନା, ଯୋଉମାନେ ଶୁଣୁଛ, ମୁଁ ଆପଣଙ୍କୁ ଡାଇରେକ୍ଟ ଭଗବାନ କଥା କହୁଛି। ଭଗବାନ କହିଲେ ତୁ ଯା, ତୁ ଧଳା ବସ୍ତ୍ର ପିନ୍ଧୁ, ସମସ୍ତେ ଜାଣି ନେବେ ଯେ ଧଳା ବସ୍ତ୍ର ପିନ୍ଧିକି ଜଣେ ଆସିଥିଲା। ସେ ମୋ ବିଷୟରେ, ଭଗବାନ ଶିବ ବାବା ସିଏ କହିଛି ମୋ ବିଷୟରେ ତୁ କହିଦେଇକି ପଳେଇ ଆସିବୁ। ତା ଭାଗ୍ୟ ତାର, ସିଏ ଶୁଣିଲେ ତାର, ନ ଶୁଣିଲେ ତାର। ଆଉ ଯଦି ଏଥିରେ ଅଧିକ ଜାଣିବାର ଅଛି, ଆପଣମାନଙ୍କୁ ଗୋଟେ ପର୍ଚି ଦିଆହେଇଛି।
ब्रह्मा कुमारी ईश्वरीय विश्वविद्यालय जोटा पढ़ी सत्य जुग जावाई से पाठ पढ़ा जाए आम सब आत्मा ये बसी आत्मा बहुत शांत सुखी आनंदित आम ऐतिहासिक उजागर कले किंतु घर को गला परे सब भूली जीवा सब भूलिया भूलिया जा चलला वर्ष जाक किसी मिलियो तेणु आम प्रत्येक दिन शिव बाबा को मन पकड़ा शिव बाबा को समस्ते जुआर हम मो सागरे कहब ओम समस्ते कहब ओम नमः शिवाय देख मोर जो वाक्य आसुची एतिरे भगवान बहुत खुशी होइबो कारण मोर पवित्रतार शक्ति अछि तुदा को भल पाउची सेतै ताकत आसुची किंतु आपण माने कहउछे ताकत आसुची आ करे कहबा देखिबा ओम कौना कानो बाबा को पाखरे बसितंती माने बाबा को बार बार कहया पड़ो मु अछि नले से जानि खाले अछि कि नाही ओम नमः शिवाय देखो मु खिलखिलाय होछि मो बाबा ना कहउछि बाबा ना कहले डर लागुछि आपण माने एठी जत्ते समय अछंती निहाती मने पकेकी 108 ओम नमः शिवाय कहले बाबा रो शक्ति अंदर भरि जाय आ शक्ति भरिबो जानिबो केते बेले जेते आपण पार्टी खुशी रे हसी दबो सके जानि जे शक्ति भरिला नहले जल्दी एटी राति सारा उजागर रहिले सकाल जाय कि चिड़चिड़ी हेले ताहले शक्ति भरि नाही खुशी जति मु आज दिन सारा तपस्या करिछि मु राति दिन से करी के सकाल नि हसी कारण मने शक्ति मिलिछि किंतु आपण माने राति उजागर हे यदि बाबा को शिवाय जरूर कहबा कहबे केते जण आज दिन राति 108 थर कहबे ओम नमः शिवाय के कहबे जे 108 थर कहबा तापरे खिलखिला हबा जति किलकिला हबो बाबा तारो ताकत दबो मो छुआ हसुची आपण कागरे जति आपण को नाती नातनी हसियो केते खुशी लागियो मु बाबा आगे हसुची जे मते ब्लेसिंग दो जारे मा मो छुआ हसुची आमे जति मन दुखरे बसतिबा दीप जालुवा ओके को मन दुखरे कोन दीप जालुची तेनु बाबा को जेहेतु आमे बाबा को पाखरे बसचंती ओम नमः शिवाय कहले कि साक्षात दर्शन न आसे या पर तो यात्रा हो तापर आपण यात्रा को देखिले कि मन रे ऊपर रहिबे हला ओम